ଗାତରେ ପଡ଼ିଛି ହାତୀ ଛୁଆ। ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ। ଜଙ୍ଗଲ ଭିତରୁ ଶୁଭୁଥିଲା ମା ହାତୀର ବିକଳ ଚିତ୍କାର। ଶବ୍ଦ ଶୁଣି ଲୋକେ ଯାଇ ଦେଖିଲେ ଗାତ ଭିତରେ ଫସି ରହିଛି ଏକ ନିଷ୍ପାପ ହାତୀ ଛୁଆ। ମା ହାତୀ ଉପରେ ରହିଛି ତାର ନଜର, ଆଉ ଛୁଆକୁ ଉଦ୍ଧାର ପାଇଁ ଲାଗିଛି ବନ ବିଭାଗ। ଦୃଶ୍ୟଟି ଏବେ ସମସ୍ତଙ୍କ ମନକୁ ଛୁଇଁଛି। ସୁନ୍ଦରଗଡ଼ ସଦର ରେଞ୍ଜ ଅଧୀନ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲ। ହଠାତ୍ ଜଙ୍ଗଲ ଭିତରୁ ଶୁଭିଥିଲା ମାଇ ହାତୀର ନିରନ୍ତର ଚିତ୍କାର। କୌତୂହଳରେ ଲୋକେ ଯାଇ ଦେଖିବା ପରେ ସାମ୍ନାକୁ ଆସିଥିଲା ହୃଦୟସ୍ପର୍ଶୀ ଦୃଶ୍ୟ। ଗୋଟିଏ ଗାତ ଭିତରେ ପଡ଼ି ଫସି ରହିଥିଲା ଏକ ହାତୀ ଛୁଆ। ଛୁଆକୁ ଛାଡ଼ି ଯିବାକୁ ନାରାଜ ମା ହାତୀ ନିକଟରେ ଲଗାତାର ରହି ଚିତ୍କାର କରୁଥିଲା। ଘଟଣା ସମ୍ପର୍କରେ ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ଟିମ୍ ପହଞ୍ଚିବା ପରେ ମାଇ ହାତୀ କିଛି ଦୂରକୁ ଘୁଞ୍ଚି ଯାଇଥିଲା। ଏହାପରେ ଗାତ ଭିତରେ ଫସିଥିବା ଛୁଆ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ। ସବୁଠାରୁ ବଡ଼ ଚିନ୍ତା ହେଉଛି ମା ଓ ଛୁଆର ମିଳନ। ଛୁଆଟିକୁ ସୁରକ୍ଷିତ ଭାବେ ଗାତରୁ ବାହାର କରି ମା ହାତୀ ସହ ମିଳାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଏପଟେ ମାଇ ହାତୀ ମଧ୍ୟ ନିଜ ଛୁଆକୁ ଛାଡ଼ି ଯାଉନଥିବା ଦୃଶ୍ୟ ଏହି ଘଟଣାକୁ ଆହୁରି ଭାବପ୍ରବଣ କରିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ପ୍ରୟାସ ନ୍ୟୁଜ୍।